ଜାଣିଥିବେ ଶ୍ରାବଣ ମାସ ହେଲେ ବାବାଙ୍କ ମଥାରେ ପାଣି ଅର୍ପଣ କରିବା ପାଇଁ କାଉଡ଼ିଆ ଭକ୍ତମାନେ ଛୁଟି ଆସନ୍ତି ବାବା ପଞ୍ଚଲିଙ୍ଗେଶ୍ୱର ପାଖକୁ। କିନ୍ତୁ ଆମେ ଏଭଳି ଭାବରେ ଚିତ୍ର ଦେଖେଇବୁ ଯେଉଁଥିପାଇଁ ଯାହାକି ଜାଗରରେ ମଧ୍ୟ ପାଣି ଢାଳିବା ପାଇଁ ସୁଦୂର ବାଲେଶ୍ୱରରୁ ଚାଲି ଚାଲି ଆସିଛନ୍ତି। ତ ମୋର ସହଯୋଗ ଦେଖାଇବାକୁ ଚେଷ୍ଟା କରିବି କିଭଳି ଭାବରେ ଆସିଛନ୍ତି ବାବା ଭକ୍ତଟିଏ ବାବାଙ୍କ ପାଖରେ ପାଣି ଢାଳିବା ପାଇଁ ସୁଦୂର ବାଲେଶ୍ୱରରୁ ଗତକାଲିଠୁ ଚାଲି ଚାଲି ଆସିଛନ୍ତି। ଆମେ ମଧ୍ୟ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। କାନ୍ଧରେ ବାହାଙ୍କୁ ଧରିଛନ୍ତି, ବାହାଙ୍କ ସହିତ ମଧ୍ୟ ତାଙ୍କର ପାଣି ମଧ୍ୟ ରଖିଛନ୍ତି। ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା କୋଉଠି ଆସୁଛନ୍ତି ଆପଣ? ଆମେ ବାଲେଶ୍ୱର ଆସିତ ଆଉ ପଞ୍ଚଲିଙ୍ଗେଶ୍ୱର ପାଣି ଢାଳିବା ପାଇଁ ଆମେ ଆସିଥାଉ। ବାବାଙ୍କର ଟିକେ ମନ ପୂରଣ ହେଲା, ଆମକୁ ଡାକିଲା ଆଉ ସ୍ୱପ୍ନିଆ କହିଲେ ଚାଲ ଜାଗର ଦିନ ପାଣି ଢାଳିବା। ମୁଁ କହିଲି ବାବା ଆମ ପାଖରେ ତ ପଇସା କୋଉଠି ନାହିଁ, ଆମେ କେମିତି ଯିବା? ଶ୍ରାବଣ ମାସରେ ପାଣି ତ ଜାଗର ପାଣି କେହି ଢାଳୁନାହାନ୍ତି, ମୁଁ କେମିତି? କହିଲେ ତମେ ତ ଯାଇତେ ପଡ଼ିବ। ମୋତେ ଜବରଦସ୍ତ କହିଲେ, ସ୍ୱପ୍ନ କଲେ, ମୋର ବାସ୍ ପାଣି ଧରିନି ଚାଲିନି ଆଉ। ଶ୍ରାବଣ ମାସରେ ଆଜି ହେଉଛି ଜାଗର। ଶ୍ରାବଣ ମାସରେ ଆସିଛନ୍ତି କାଉଡ଼ିଆ ଭକ୍ତମାନେ। ଆପଣ ଜାଗର ଆସିବ କାହିଁକି ମନକୁ ଆସିଲେ? ସେଇ ମନର ବାବା ଯାହା ସ୍ୱପ୍ନରେ ଆମେ ସେଇଆ ଆସିନୁ ବାବାଙ୍କ ପାଖକୁ ପଞ୍ଚଲିଙ୍ଗେଶ୍ୱର ସ୍ୱପ୍ନ ବୋଲି। ଜାଗର ତ କେବେ ପାଣି ଆମେ ଜାଣିନଥିଲୁ, ଏଇଟା ନୂଆ ବର୍ଷ ଆମେ ଆଇଛ। ବାବା ଯାହା ସ୍ୱପ୍ନ ବୋଲେ ଆମେ ଆସିଛୁ ପଞ୍ଚଲିଙ୍ଗେଶ୍ୱର ବାବା ପାଖକୁ। ମାନସିକ ଥିଲା କି ନା କିଛି ମାନସ ନାହିଁ। ବାବା ଗୋଟେ ମନର ଯାହା ମନ ଟାଣିଲା ସେ ଆସିନି ଆଉ। ଆଜ୍ଞା ଆଉ ମଧ୍ୟ ଜଣେ ଅଛନ୍ତି ଭକ୍ତ, ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ଆଜ୍ଞା ଏଇ ଯେଉଁ ରାତିର ଚାଲି ଚାଲି ଆମେ ଦେଖୁଥିଲେ ଯେ ରାତିର ଚାଲି ଚାଲି ଆସୁଛନ୍ତି, ଏବେ ବି ବାବାଙ୍କ ଉପରେ ପହଞ୍ଚିବେ, ପାଣି ଢାଳିବେ, କ'ଣ ମାନସିକ ଥିଲା କି? କିଛି ମାନସିକ ନାହିଁ, ବାବା ଆମ ମନରେ ପଶିଲା, ଆମେ ବାବାଙ୍କ ମନରେ ପଶିନୁ। ବାବାଙ୍କ ନାମ ଧରିକା ରାତି ସାରା ଭୋକ ଉପାସ ଚାଲିଛୁ। ଆମେ କଷ୍ଟ ଲାଗିଲାନି? କିଛି କଷ୍ଟ ନାହିଁ ବାବାଙ୍କ କୋଉଠି ବାବାଙ୍କ ପାଖ ହେଲେ କେହି ଦୁଃଖ ନାହିଁ, କଷ୍ଟ ନାହିଁ, କିଛି ଆମ କିଛି ନାହିଁ। ପାଣି କେଉଁଠୁ ଆଣିଲେ ଆପଣ? ବାଲିଘାଟରେ, ମୋତିଗଞ୍ଜ ବାଲିଘାଟରେ। କେତେ ବାଟ ହବନି? ଏଇଟା ହବ 48 କିଲୋ। ଏତେ ବାଟରୁ ଆସିଲେ କିନ୍ତୁ ପାଦରେ କଷ୍ଟ? କିଛି ବାବାଙ୍କ ନାମ ଧରିକି ଚାଲିଛୁ ରାତି ସାରା, କିଛି ନାହିଁ। ଭାଲୁ ବାଘ କାହାକୁ ଆମକୁ ଭୟ କଲୁ ଆମେ। ଭୟ ଲାଗିଲାନି? ନିହାତି ଭାବରେ ଶୁଣୁଥିବେ ଭକ୍ତଙ୍କର ମନରେ ଭୟ ନାହିଁ, କାହିଁକି ନା ବାବାଙ୍କ ପାଖରେ ପାଣି ଢାଳିବା ମଧ୍ୟ ସେ ସୁଦୂର ବାଲେଶ୍ୱରରୁ ଛୁଟି ଆସିଛନ୍ତି ବାବାଙ୍କ ପାଖକୁ। ମନରେ ଭୟ ନ ହୋଇ କିନ୍ତୁ ବାବାଙ୍କ ପାଖରେ ନିଜର ମାନସିକ ପୂର୍ଣ୍ଣ କରିବା ସହିତ ବାବାଙ୍କ ସହିତ ସାନ୍ନିଧ୍ୟ ଲାଭ କରିବା ପାଇଁ ଛୁଟି ଆସନ୍ତି ବାଲେଶ୍ୱରକୁ, ବାଲେଶ୍ୱରରୁ ପଞ୍ଚଲିଙ୍ଗେଶ୍ୱରକୁ। ବେଳୁରୁ ଗଣେଶ ଜେନା, ଓଡ଼ିଶା ଭାସ୍କର। J&T James Jewelry, lowest gold making charges in Odisha and purity guarantee.